ଚାଲ ଆଜି ମୁଁ ଆପଣମାନଙ୍କୁ ଗୋଟେ ବଢ଼ିଆ ରେସିପି ଦେଖେଇବି ଯେଉଁଟାକି ଆପଣ ପଖାଳ, ଭାତ, ରୁଟି ସବୁଥିରେ ଖାଇପାରିବେ। ଯେଉଁଦିନ ଆମିଷ ନ ହୁଏ ନିରାମିଷ ଦିନମାନଙ୍କରେ ମୁଁ ସେଇଦିନ ଏଇ ରେସିପିଟା ନିହାତି ବନାଏ। ଆଉ ଆଜି ପଖାଳ ଖାଇବାର ଥିଲା ତ ମୁଁ ଏଇ ରେସିପିଟା ବନେଇଥିଲି। ଚାଲ ଆପଣମାନଙ୍କୁ ୟାର ରେସିପି କେମିତି ୟାର ପ୍ରଣାଳୀ ମୁଁ ବତେଇକି ଦେଖେଇ ଦେଉଛି। ଆପଣ ମୋ ଭିଡ଼ିଓଟି ଫେସବୁକରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲିବେନି, ଆଉ ୟୁଟ୍ୟୁବରେ ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ତ ପ୍ରଥମେ ମୁଁ କଡ଼େଇ ବସେଇ ନେଇଛି। ତ କଡ଼େଇରେ କି କିଛି ଚିନାବାଦାମ ଏଠି ମୁଁ ଭାଜୁଛି। ଏଇଟା ମୋର ଭାଜା ହେଇକି ପ୍ରଥମରୁ ଥିଲା। ତ ଆପଣ ଯଦି କଞ୍ଚା ବାଦାମ ନେଉଛନ୍ତି ତାହେଲେ ପ୍ରଥମେ ତାକୁ ଭଲସେ ନା ଭାଜି ନିଅନ୍ତୁ। ତାପରେ ଏଇଠି ମୁଁ କିଛି ପୋସ୍ତ ଏଡ଼୍ କରିଛି। ଆପଣ ଚାହିଁଲେ ଏଇ ରେସିପିଟି କେବଳ ଚିନାବାଦାମରେ ବନେଇ ପାରିବେ। ମୁଁ ପ୍ରାୟ ଟାଇମ୍ କେବଳ ଚିନାବାଦାମରେ ହିଁ ବନାଏ। ତାପରେ କ'ଣ କରିଛି ନା ଏଇଠି କିଛି ମଗଜ ନେଇଛି, ଯେଉଁଟାକି ତରଭୁଜ ମଞ୍ଜି। ସେଇଟାକୁ ହାଲକା ଟିକେ ଭାଜିଦେଲେ କ'ଣ ହେବ ନା ଗ୍ରାଇଣ୍ଡିଙ୍ଗ କରିବାକୁ ସୁବିଧା ହୁଏ, ଆଉ କଞ୍ଚାର ଟେଷ୍ଟ ଯେଉଁ ଆସେ ଚିନାବାଦାମର ସେଇଟା ଆଉ ରହିବନି। ତ ତାକୁ ମୁଁ ହାଲକା କି ଗ୍ରାଇଣ୍ଡିଙ୍ଗ କରିନେଇଛି ଶୁଖିଲା ଆଗେ। ତାପରେ କ'ଣ କରିଛି, 2 କୁଲା ରସୁଣ ଏଥିରେ କାଟିକି ପକେଇ ଦେଇଛି, ଆଉ କିଛି ଜିରା ଏଥିରେ ମିକ୍ସ କରିକି ସେଥିରେ ପାଣି ଟିକେ ଏଡ଼୍ କରିକି ତାକୁ ଭଲସେ ନା ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିନେଉଛି। ତାପରେ ଏଇଠି ମୁଁ ଛତୁ ଏଡ଼୍ କରୁଛି। ଆପଣ ଚାହିଁଲେ ଛତୁ ବଦଳରେ ଖାଲି ଆଳୁ ଆଉ ଟମାଟୋ ପିଆଜରେ ବି ଆପଣ ବନେଇ ପାରିବେ। ଏଇଠି ମୁଁ ଗୋଟେ ଫାଳ ଆଳୁ କେବଳ ନେଇଛି, କାହିଁକିନା ଅଧିକ ଆଳୁ ହେଇଗଲେ ପୁଣି ଭଲ ଲାଗିବନି। ଆଉ ଗୋଟେ ବଡ଼ ଆପଣ ଟମାଟୋ ନେଇପାରିବେ। ମୁଁ ଏଇଠି ଛୋଟ ଛୋଟ 2ଟା ଟମାଟୋ ନେଇଛି। ତାପରେ କିଛି ପିଆଜ ଆଉ ପେଷ୍ଟ କରିକି ରଖିଥିବା ସବୁ ଯେତିକି ଇନଗ୍ରିଡ଼ିଏଣ୍ଟ ସବୁ। ତାପରେ ହଳଦୀ, ଲଙ୍କାଗୁଣ୍ଡ ଆଉ ଟିକେ ଆମ୍ବୁଲ ଏଥିରେ ମୁଁ ପକେଇବି, ଆଉ ସ୍ୱାଦ ହିସାବରେ ଲୁଣ ଆଉ ଟିକେ ସୋରିଷ ତେଲ। ଏଇଟା ଆକ୍ଚୁଆଲି ଗୋଟେ ପତ୍ର ପୋଡ଼ାର ରେସିପି। ଏଇଠି ତ ପତ୍ର କି କୌଣସି ଚୁଲି କାଠ ତ ଏଇଠି ନାହିଁ, ମୁଁ ସେଇଥିପାଇଁ ମୁଁ ଏଇଟା ଅଧିକାଂଶ ଟାଇମ୍ କଡ଼େଇରେ ହିଁ ବନାଏ। ତ ୟାକୁ ଭଲ ଭାବରେ କି ଗୋଳେଇ ଦେବେ। ଆଉ ଯଦି ଆପଣ ପତ୍ରରେ କି କଦଳୀ ପତ୍ରରେ ପତ୍ର ପୋଡ଼ା କରୁଛନ୍ତି ତାହେଲେ ଯେଉଁ ଗ୍ରାଇଣ୍ଡିଙ୍ଗ କରିବେ ସେଥିରେ ପାଣି କମ୍ ଦେବେ। ଆଉ ଆପଣଙ୍କ ପାଖରେ ଯଦି ଶିଳ ଥିବ ତାକୁ ଭଲସେ ନା ଶିଳରେ କି ବାଟିଦେବେ। ଦେଲେ କ'ଣ ହେବ, ଆଉ ବହଳିଆ ରହିବ ପେଷ୍ଟଟା, ଆଉ ଏତେ ପାଣି ଲାଗିବନି, ଆଉ ପତ୍ର ପୋଡ଼ା ବି ଜଲ୍ଦିରେ ବି ହେଇଯିବ। ତ ଏଇଠି କ'ଣ କରିଛି, ମୁଁ ଏଇଟା ଗୋଟେ ନନଷ୍ଟିକ୍ କଢ଼ା ନେଇଛି। ତ କଢ଼େଇରେ କି ତଳେ ଲାଗିଯିବାର ଚାନ୍ସ ତ ନନଷ୍ଟିକ୍ରେ ନଥାଏ। ଯଦି ଆପଣ ନର୍ମାଲ କଢ଼େଇ, ସିଲଭର କଢ଼େଇ ବଗେରା ୟୁଜ୍ କରୁଛନ୍ତି ତ ତାକୁ ଭଲସେ ନା ତେଲ ଦେଇକି କିଛି ଟାଇମ୍ ପାଇଁ ଗରମ କରିନିଅନ୍ତୁ, ଯେମିତି ଧୂଆଁ ବାହାରୁଥିବ। ସେଇ ଟାଇମ୍ରେ କି ଆପଣ ଏଇ ମିକ୍ସଚରଟାକୁ ପକାନ୍ତୁ। ଦେଲେ କ'ଣ ହେବ ନା ସିଝିଲା ପରେ ବି ସେ ତଳେ ଆଉ ଜମା ବିଲକୁଲ ବି ଲାଗିବନି। ତ ତାକୁ ଏଇଠି ମୁଁ ଛତୁଟା ଯେହେତୁ କଞ୍ଚା ଛତୁଟା ୟୁଜ୍ କରୁଛି, ସେଇଥିପାଇଁ ପ୍ରଥମେ ଟିକେ ପାଣି ବାହାରିବ। ଆପଣ ଯଦି ପତ୍ର ପୋଡ଼ାରେ ପତ୍ରରେ ଦେଉଛନ୍ତି ତ ଛତୁଟାକୁ ଭାଜି ନେବେ। ଦେଲେ କ'ଣ ହେବ ନା ପାଣି ସେଥିରେ ରହିବନି। ତ ମୁଁ ଏଇଠି କଡ଼େଇରେ କି ଆଗେ ଟିକେ ହାଇ ଫ୍ଲେମ୍ କରିକି ତାକୁ ଛତୁରୁ ପାଣି ଶୁଖିବା ଯାଏ ତାକୁ ମୁଁ ଭଲସେ ନା ଟିକେ ଭାଜି ନେଉଛି। ତାପରେ କ'ଣ କରିଛି ନା ତାକୁ ହାଲକା ଟିକେ ଟିକେ ଘୋଡ଼େଇ ଦେଉଛି, କାହିଁକିନା ଏଥିରେ କ'ଣ ଆମ୍ବୁଲ ଟିକେ ପକେଇଛି ତ ଆଳୁଟା ସିଝିବନି। ସେଇଥିପାଇଁ ପୁରା ପତଳା ପତଳା ହିଁ ଆଳୁ କାଟିଥିଲି। ତ ଏମିତି କରି ହାଲକା ହାଲକା କରିକି ଭାଜି ନିଅନ୍ତୁ। ରହି ରହିକି ଇଏ ଟିକେ ଟାଇମ୍ ଲାଗିବ। ଆଉ ପୁରା ରେସିପି ଏତେ ବଢ଼ିଆ ଲାଗିବ ଯେ ପତ୍ର ପୋଡ଼ା ଟାଇପ୍ରେ ହିଁ ଲାଗିବ। ଆପଣ ଥରେ ଟ୍ରାଏ କରନ୍ତୁ ଆଉ ମୋତେ ବତାନ୍ତୁ କେମିତି ଲାଗିଲା। ତାପରେ ଖାଇବା ପିଇବା ପରେ ଆମେ ଟିକେ ମାର୍କେଟ ବାହାରି ଗଲୁ। ମାର୍କେଟରୁ କିଛି ଜିନିଷ ଆଣିବାର ଥିଲା, ଆଉ ପରିବାପତ୍ର ବି ସରିଯାଇଥିଲା। ତ ଆମେ ବାହାରି ଗଲୁ ମାର୍କେଟ। ଏଇଟା ହେଉଛି ଆମର ଫେମସ୍ ଜୁନାଗଡ଼ କିଲ୍ଲା, ଯେଉଁଟାକି କିଛି ଦିନ ପରେ ମୁଁ ଆପଣମାନଙ୍କ ସହ ସେୟାର କରିବି କି କେମିତି କ'ଣ। ତ ଏଇଠି ଆମେ ମାର୍କେଟ ଯାଇଥିଲୁ। ମାର୍କେଟରୁ ମୁଁ ଗୋଟେ ଶାଗ ନେଇକି ଆସିଲି, ଯେଉଁଟାକି ଆପଣମାନେ ଗେସ୍ କରନ୍ତୁ କେଉଁ ଶାଗ। ମୁଁ ବତେଇ ଦେଉଛି, ଏଇଟା ହେଉଛି ମୂଳା ଶାଗ। ଏଇଠି ସବୁ ଶାଗର ରେଟ୍ ପ୍ରାୟତଃ ଅଧ କେଜି 30 ଟଙ୍କା ହିସାବରେ ମିଳେ। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ ନିହାତି ଜଣାଇବେ। ଆଉ ରେସିପି ଯଦି ଟ୍ରାଏ କରୁଛନ୍ତି ତ କେମିତି ତା'ର ଟେଷ୍ଟ ଲାଗିଲା ମୋତେ କମେଣ୍ଟରେ ନିହାତି ଭାବରେ ଜଣାଇବେ। ତ ଆଜିର ଭିଡ଼ିଓଟି ଏଇଠି ରଖୁଛି। ବାଏ ବାଏ। ଭଲରେ ରୁହନ୍ତୁ ସମସ୍ତେ।